ଏଇ କଥାଟାକୁ ତମେ ତା ପ୍ରେମିକା ଆଗରେ କହିଦେବ। ରାଣ ପକେଇଦେଲା ମୋ ସାଙ୍ଗର ରାଣ। ଜଗନ୍ନାଥଙ୍କ ରାଣ ପକେଇଥିଲେ ମୁଁ କହିଦେଇଥାନ୍ତି, ହେଲେ ମୋ ସାଙ୍ଗର ରାଣ ପକେଇଦେଲା ଇଡିଏଟଟା। ଯୋଉଥିପାଇଁ କି ଏଯାଏ ମୁଁ ତାକୁ ଏଇ କଥାଟା କହିପାରିନି। କେମିତି କହିବି? ରାଣ ପକେଇଛି, ମୋ ସାଙ୍ଗର ଅମଙ୍ଗଳ ହବନି। ତମର ଗୀତାକୁ ଆଉ ଗୋଟେ ବାହା ହେଇଗଲା। ସେଇଠି ତ ଟୁଇଷ୍ଟ। ମୁଁ ଗୀତାକୁ କହିଲି, ଗୀତା ତମେ ଯଦି ଆସୁକୁ ବାହା ନ ହବ ସେ ସେମିତି କୁଆରା ହେଇ ରହିଯିବ। ତମେ ଯଦି ଆଉ କାହାକୁ ବାହା ହବ ସେ ଆତ୍ମହତ୍ୟା କରିଦବ। ଗୀତା କଣ କହିଲା? ଗୀତା କହିଲା ସବୁଠୁ ଭଲ ହବ ମୁଁ ଆତ୍ମହତ୍ୟା କରିଦେବି। ମୁଁ କହିଲି ଗୋଟେ କାମ କର, ଚାଲ ମୁଁ ତମ ସ୍ୱାମୀ ହେଇଯିବି। ମିଛି ମିଛିକା ସ୍ୱାମୀ। କାହିଁକି ପଚାର? କାହିଁକି? ମୋ ସାଙ୍ଗ ମୋ ପାଇଁ ଯେତିକି ମୂଲ୍ୟବାନ, ମୋ ସାଙ୍ଗର ପ୍ରେମିକା ତ ସେତିକି ମୂଲ୍ୟବାନ। ତମେ ଦି ଜଣ ମିଛି ମିଛିକା ସ୍ୱାମୀ ସ୍ତ୍ରୀ। ତା ମଥାର ସିନ୍ଦୁର ଦୁନିଆ ପାଇଁ, ତା ହାତର ଶଙ୍ଖ ବଦନାମରୁ ବଞ୍ଚିବା ପାଇଁ, ଆଉ ବର୍ଷକୁ ଥରେ ତା ହାତର ଗୋଟିଏ ରାକ୍ଷୀ ମୋ ହାତ ପାଇଁ। ଗୋଟେ ଦୁଃଖ କଣ ଜାଣିଛ ବନ୍ଧୁ? ମୁଁ ତା ପାଇଁ ଏତେ କଲି, ହେଲେ ସେ ମତେ ଭୁଲ ବୁଝିଲା। ତାର ପାଇଁ ମୁଁ ବର୍ବାଦ ହେଇଗଲି। ତାର ପାଇଁ ମୋ ଫ୍ୟାକ୍ଟ୍ରି ନିଲାମ ହେଇଗଲା। ମୋ ଭଉଣୀକି ତା ଘରର ଚାକର ସହିତ ବାହା ଦେଇଦେଲା। କେମିତି 2 ଦିନ ତଳେ ମୋ ଭଉଣୀର ପୁଅକୁ ମାରିଦେବା ପାଇଁ ସେ ବିଷ ଦେଇଥିଲା। ମୁଁ ଜାଣିଛି ମୋ ସାଙ୍ଗକୁ ମୁଁ କଣ ଚିହ୍ନିନି। ମୁଁ ଜାଣିଛି ମୋ ସାଙ୍ଗ କେବେ ଏମିତି କାମ କରିନଥିବ। ଜଣେ ଭଲ ବନ୍ଧୁ କେବେ ବନ୍ଧୁକ ଧରି ପାରିବନି, ଜଣେ ଭଲ ସାଙ୍ଗ କେବେ ଶତ୍ରୁ ହେଇପାରିବନି। ଜାଣିଛ, ଠିକ ଆଜିକି 20 ବର୍ଷ ତଳେ ଆମେ ଏଇଠି ଥିଲୁ।